प्रिय साथी, आज आम सेप्टेम्बर 24 तारीख बुधवार विषय दैनिक राशिफल को नहीं एक गभीर आलोचना करवा। आज मन रखु, सेप्टेम्बर 24 तारीख बुधवार, तिथि तृतीया, चंद्र तुलारे, सूर्यास्त 5:39 पर। एणु 5:39 अनेक पूर्वर आम आम ठाकुर घर को जीवा बा मंदिर को जीवा, ईश्वर को प्रार्थना करवा। अशुभ समय 11:37 रु 1:06। 11:37 रु 1:06 बोले 11:37 पूर्वर बा 1:06 पर आम यात्रा करवा बा कार्य आरंभ करवा तो भल। कर्कट राशि बुधवार हेतु घातवार। कर्कट राशि अधिपति हेले चंद्र, आउ बुध तक परम शत्रु। तेणु बुधवार कर्कट राशि घातवार। आलोचना करवा। मेष पर प्रथमे केउ केउ ग्रह केउठी अछंती आउ अशुभ। मेष पर गुरु तृतीयस्थ अशुभ, केतु पंचमस्थ अशुभ, शुक्र षष्ठस्थ, मंगल सप्तमस्थ, शनि द्वादस्थ। एमाने समस्ते अशुभ चिंता करुछन्ति वर्तमान मेष राशि पाई। शनि और बुध षष्ठस्थ, राहु एकादशस्थ। एमाने समस्ते शुभ चिंतन ग्रह मेष राशि पाई। आज मेष राशि यथेष्ट बेसी जनागम हेब। असुविधा किसी हेब नहीं, मात्र भाई भौणी जीवन साथी प्रभृति प्रियजनों बहु व्यय हेब। बहु व्यय हेब। किछि ऋण सुझिबे। हाँ, जेहेतु आय मंद हेबनी, तेणु जो माने भरोसा करचंदी भाई भौणी जीवन साथी से किछि लुटिबे, ताका भाई किछि खर्च हम, से कष्ट हम, आउ किछि ऋण सुझा हम। हाँ बंधु, देखा 24 तारीख बुधवार वृष पाई कौन अच्छी। वृष पाई गुरु द्वितीयस्थ, केतु चतुर्थस्थ, शुक्र पंचमस्थ, मंगल षष्ठस्थ, शनि एकादशस्थ, रवि पंचमस्थ, बुध पंचमस्थ, राहु दशमस्थ। धन समस्या आदौ हेबनी। धन समस्या आदौ हेबनी। किछि निंदाबाद शुणिबे। भल हो कि भूल हो, किछि लोक निंदा करिवे। संतान संबंध में किछि भल खबर नहीं। आपण पुओ झील ये भल काम कले से खबर भी कान को आसबनी। देह सुस्थ रहिब, समस्त दिगरु लाभ हेब। व्यवसायी मानक पई बड़ शुभ दिन आज। यथा समय किछि बढ़िया काम हब। यथा समय किछि बढ़िया काम हेब। कर्म क्षेत्र में सुनाम अर्जन करिवे। कर्म चंचल रहिबे, शांति लगे। हाँ, बुधवार 24 तारीख मिथुन राशि। मिथुन जन्म बृहस्पति, तृतीय केतु, चतुर्थ शुक्र, पंचमस्थ मंगल, दशमस्थ शनि, चतुर्थस्थ रवि और बुध, राहु नवमस्थ। आज नानाविध सुख मिल मिथुन को। नानाविध सुख जन व्यक्ति पारिवारिक, लौकिक, आर्थिक, सामाजिक, दैहिक एमती बहुत सुख दरकार ना। तेणु आज नानाविध सुख मिल। मात्र पैतृक संपत्ति रे किछि समस्या हो। किछि लोक निंदा करिवे, तेणु निंदा शुणी दुखित हंतुनी। संतान संबंधी शुभ खबर नहीं। कर्म क्षेत्र मंदिर पर लगिब। कर्मरु
ଧନ ମାନ ସମ୍ମାନ ଅର୍ଥ ଲାଭ ହେବ। ଦାମ୍ପତ୍ୟ କଳହ ହୋଇପାରେ। ଭାଗ୍ୟ ଲକ୍ଷ୍ମୀ ସହାୟ ହେବେ। କିଛି ସମ୍ପର୍କୀୟ ଆର୍ଥିକ ସହଯୋଗ କରିବେ। ବନ୍ଧୁ ଘରୁ କିଛି ଉପହାର ଆସିବ, ତେଣୁ ଖୁସି ହେବେ। 24 ତାରିଖ ବୁଧବାର କର୍କଟ ରାଶି ଆଲୋଚନା କରିବା। ଆଗରୁ ତ କୁହାଯାଇଛି ଆଜି ଘାତବାର, ତେଣୁ କର୍କଟର ଦ୍ୱାଦଶ ଗୁରୁ ଦେହ ନାହିଁ, ଦ୍ୱାଦଶ ଗୁରୁ, ଦ୍ୱିତୀୟସ୍ଥ କେତୁ, ଶୁକ୍ର ଚତୁର୍ଥସ୍ଥ, ମଙ୍ଗଳ ଚତୁର୍ଥସ୍ଥ, ଶନି ନବମସ୍ଥ, ରବି ତୃତୀୟରେ, ବୁଧ ତୃତୀୟରେ, ରାହୁ ଅଷ୍ଟମରେ। ଏଣୁ ଦେହ ମୁଣ୍ଡ ଖରାପ ଲାଗିବ, ଦେହ ଖରାପ ଲାଗିବ, ମୁଣ୍ଡ ବି ଖରାପ ଲାଗିବ। ମୁଣ୍ଡ ବିନ୍ଧିବ, କିଛି ନା କିଛି ରୋଗ ହେବ। ପୁରୁଣା ରୋଗୀ ସାବଧାନ। ବେଳହୁଁ ଔଷଧ ଆଣି ପାଖରେ ରଖନ୍ତୁ। ଆୟ ଠାରୁ ବ୍ୟୟ ବଢ଼ିଯିବ। କୁଟୁମ୍ବରେ କଳହ ଲାଗିବ। ଭାଇ ସମ୍ପର୍କରେ ମନ୍ଦ ହେବ। ବନ୍ଧୁରେ ବନ୍ଧୁରେ କଳହ ହେବ। ଭାଗ୍ୟ ଲକ୍ଷ୍ମୀ ସାହା ହେବେନି, ଭାଗ୍ୟ ଲକ୍ଷ୍ମୀ ସାହା ହେବେନି। କିଛି ଅର୍ଥ ଲାଭ ହେବ। ରୁକ୍ଷ ବ୍ୟବହାର କରନ୍ତୁନି। ରୁକ୍ଷ ବ୍ୟବହାର କଲେ ଆଉ ଟିକେ ବିଗିଡ଼ିଯିବ। କାହା ସାଙ୍ଗରେ କିଛି ମନ୍ଦ ବ୍ୟବହାର କରନ୍ତୁନି। ଶରୀରର ଯତ୍ନ ନିଅନ୍ତୁ। କର୍କଟ ପାଇଁ ଭଲ ଦିନ ନୁହେଁ ଆଜି। ସିଂହ ପାଇଁ 24 ତାରିଖ ବୁଧବାର କ'ଣ ଦେଖିବା। ସିଂହ ପାଇଁ ଏକାଦଶ ଗୁରୁ, ସମ୍ମାନ ଲାଭ ହେବ। ଜନ୍ମ କେତୁ, ଗୁପ୍ତ ଅଙ୍ଗରେ ଯନ୍ତ୍ରଣା ହେବ। ଦ୍ୱିତୀୟ ଶୁକ୍ର, ଆୟରେ ବାଧା ହେବ। ତୃତୀୟସ୍ଥ ମଙ୍ଗଳ, ଭାଇ ଭୋଗାର ରୂପ ନେବ। ଅଷ୍ଟମସ୍ଥ ଶନି, ଅଜଣା ରୋଗରେ ପୀଡ଼ିତ ହେବେ, କଷ୍ଟ ଭୋଗିବେ। ଦ୍ୱିତୀୟସ୍ଥ ରବି, ଦାମ୍ପତ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହେବ। ଦ୍ୱିତୀୟସ୍ଥ ବୁଧ, ହାନିକାରକ। ରାହୁ ସପ୍ତମସ୍ଥ, ଦେହ ଖରାପ ହେବ। କେବଳ ଅସୁସ୍ଥ ହେବେନି, ଅନ୍ୟକୁ ମଧ୍ୟ ବିରକ୍ତି କରିବେ। କେବଳ ସମ୍ମାନ ଲାଭ ହେବ, ଧନ ବି ଆସିବ। ଧନ ଆଉ ସମ୍ମାନ, ଏ ଦୁଇଟା ଆପଣଙ୍କୁ ଆନନ୍ଦ ଦେବ। ଆଜି ବଢ଼ିଆ ଭୋଜନ ହେବ। କେଉଁଠୁ ହେବ କେମିତି କେଜାଣି? ଅସୁସ୍ଥ ରହିବେ, ଈଶ୍ୱର କିନ୍ତୁ ବଢ଼ିଆ ଭୋଜନ ଦେବେ। ଆମେ 24 ତାରିଖ ବୁଧବାର କନ୍ୟା କଥା ଆଲୋଚନା କରିବା। କନ୍ୟା ପାଇଁ ରବି ବୁଧ ଶୁକ୍ର ଜନ୍ମ ଅଶୁଭ, କେତୁ ଦ୍ୱାଦଶ ଅଶୁଭ, ଦ୍ୱିତୀୟ ମଙ୍ଗଳ ଶୁଭ ନୁହନ୍ତି। ଷଷ୍ଠସ୍ଥ ଗୁରୁ ସମସ୍ତ ସୁଖ ହରଣ କରିବେ। ସୁଖ ଶାନ୍ତି ଦେବେନି, କିନ୍ତୁ ଷଷ୍ଠସ୍ଥ ରାହୁ ସମସ୍ତ ସୁଖ ଓ ଶାନ୍ତି ଦେବେ। ଶନି ସପ୍ତା ଦଶମସ୍ଥ ଗୁରୁ ସୁଫଳ ଦିଅନ୍ତିନି। ଆଜି ମନ ବିକଳ ହେବ। ଆବଶ୍ୟକୀୟ ଧନ ମିଳିବ। ସମସ୍ୟା ସବୁ ଶୁଣିବେ, ମାତ୍ର ସମସ୍ୟା ତା ବାଟେ ବାଟେ ଚାଲିଯିବ। ସମସ୍ୟା ଆମ କାନରେ ଆସି ପହଞ୍ଚିବ। ଇଏ ତୁମ ଘର ଆଡ଼କୁ ଷଣ୍ଢ ଆସିବେ, କିନ୍ତୁ ଆସିବନି, ଖାଲି ଶୁଣିବେ। ହାଏ ତୋ ବିରୁଦ୍ଧରେ ସେ ଆଲୋଚନା କରୁଥିଲା, ପିଟିବ କହୁଥିଲା, କିନ୍ତୁ ସେ ତା ବାଟରେ ପଳେଇବ। ଖାଲି ସମସ୍ୟା ଶୁଣିବେ, ସମସ୍ୟା ତା ବାଟରେ ପଳେଇବ। ସମସ୍ୟା ଦୁଃଖ ଦେବନି। କନ୍ୟା ପାଇଁ ଆଲୋଚନା କଲେ ତୁଳା କଥା। ବୁଧବାର ତୁଳା କ'ଣ କରୁଛନ୍ତି? ତୁଳାର ଦେହ ଠିକ୍ ଠାକ୍ ରହିବ। ମନ ବି ସୁସଞ୍ଜିତ ହେବ। ନ ଦେବା ଲୋକ ଦେବେ। ଅର୍ଥ ଲାଭ ଯୋଗ ଅଛି। ଷଷ୍ଠସ୍ଥ ଶନି, ନବମସ୍ଥ ଗୁରୁ, ଏକାଦଶସ୍ଥ କେତୁ ସବୁ ସମ୍ଭାଳି ନେବେ। ସବୁ ସମସ୍ୟାକୁ ସମାଧାନ କରିବେ। ଆର୍ଥିକ, ସାମାଜିକ, ଦୈହିକ ସବୁ ସୁଖ ସେ ଦେବେ। ସହଜରେ ସମସ୍ୟାର ସମାଧାନ ହୋଇଯିବ। ନିଦ ଓ ଖାଦ୍ୟ ଉତ୍ତମ ଧରଣର ହେବ। ପ୍ରିୟ ଲୋକ ଅତି ପ୍ରିୟ ହେବେ। ବନ୍ଧୁ
ଓ ସମ୍ମାନ ଲାଭ ହେବ। ବନ୍ଧୁ ସଂଳାପ କରିବେ ଆଉ ଆପଣ କରିଥିବା କର୍ମରୁ ପ୍ରଶଂସା ପାଇବେ, ସୁନାମ ଶୁଣିବେ। ବିଛା କଥା ଆଲୋଚନା କରିବା। ବିଛା କଥା ବୁଝିବା। ଅକସ୍ମାତ୍ ଶାରୀରିକ ଯନ୍ତ୍ରଣା ହେବ। ବୁଧବାର 24 ବୁଧବାର ବିଛା କଥା ଶୁଣିବା, ଅକସ୍ମାତ୍ ଶାରୀରିକ ଯନ୍ତ୍ରଣା ହେବ, ଭାରି କଷ୍ଟ ହେବ। ଦଶମ କେତୁଙ୍କ ପାଇଁ କର୍ମ କ୍ଷେତ୍ରରେ ସମ୍ମାନ ହାନି ହେବ। ଆଉ ଦଶମ କେତୁଙ୍କ ପାଇଁ କର୍ମ କ୍ଷେତ୍ରରେ କିଛି ସମ୍ମାନ ଓ ଆଦର ମିଳିବ। ଏକାଦଶ ରବି, ଶୁକ୍ର ଓ ବୁଧ ନାନା ଦିଗରୁ ଆୟପନ୍ଥା ଖୋଲିଦେବେ। ଆର୍ଥିକ ସମସ୍ୟା ଦୂର ହୋଇଯିବ। ଖାଲି ଟିକେ ଦେହ ଅସୁସ୍ଥ ହେବ। ବିଛା ପାଇଁ ଦେହ ଅସୁସ୍ଥ ହେବ, ଅଳ୍ପ ଟିକେ ସିନା ହେବ, ଭାରି ବାଧିବ, ଭାରି କଷ୍ଟ ହେବ। ନହେଲେ ଆର୍ଥିକ, ସାମାଜିକ, ଦୈହିକ, ଦାମ୍ପତ୍ୟ, ପାରିବାରିକ, ସାମାଜିକ ଏସବୁ ଦିଗରୁ ଲାଭ ପାଇବେ। ବୁଧବାର 24 ମକର ପାଇଁ ବୁଝିବା। ମକର ରାଶିର ଲୋକେ କର୍ମ ଚଞ୍ଚଳ ରହିବେ। ଖାଦ୍ୟ ପାଇବା ଓ ଶୋଇବାରେ ବାଧା ସୃଷ୍ଟି ହେବ। ଖାଦ୍ୟ ପାଇବା ଆଉ ଶୋଇବାରେ ବାଧା ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ଯେଉଁ ବୃତ୍ତିଜୀବୀ, ଯେଉଁ କର୍ମଚାରୀ, ବ୍ୟବସାୟୀ, ଆଇନଜୀବୀ ଏମାନଙ୍କୁ ମନ ମୁତାବକ ଧନ ମିଳିବ, ଖୁସି ହେବେ। କର୍ମଚଞ୍ଚଳ ରହିବେ। ତେଣୁ ସମସ୍ତ ପ୍ରକାର ବୃତ୍ତିଜୀବୀ, କର୍ମଜୀବୀ, ବ୍ୟବସାୟୀ, ଆଇନଜୀବୀ, ଚିକିତ୍ସକ ୟାଙ୍କ ହାତକୁ ଅର୍ଥ ଆସିବ। ଗୃହସ୍ଥ, ମକର ରାଶି ଗୃହସ୍ଥ ମଧ୍ୟ ଅଭାବରେ ପଡ଼ିବେନି। କିନ୍ତୁ ଖାଇବା ଆଉ ଶୋଇବାରେ ବାଧା ସୃଷ୍ଟି ହେବ। ଧାଁ ଦୌଡ଼ା ହେତୁ ଦେହ ଯତ୍ନ ନେଇପାରିବେନି, ଦୁଃଖିତ ହେବେ, ଭାରି ବାଧିବ। କର୍ମଚଞ୍ଚଳ ରହିବେ, ଧାଁ ଦୌଡ଼ ହେବେ, ଖାଇବା ଶୋଇବାରେ ବାଧା ସୃଷ୍ଟି ହେବ। ଆଉ ସବୁ ଦିଗରୁ ଭଲ। କୁମ୍ଭ କଥା ଆଲୋଚନା କରିବା। କୁମ୍ଭର ଆଜି ସମ୍ମାନ ହାନି ଯୋଗ ଅଛି। ଏଣୁ ଚାଲିଚଳନ, କଥନ ଓ ଭାଷଣରେ, ଚାଲିଚଳନରେ, କଥୋପକଥନରେ, ଭାଷଣରେ ଟିକେ ସଂଯମତା ରକ୍ଷା କରନ୍ତୁ। କାହାକୁ ପରାମର୍ଶ ଦିଅନ୍ତୁ ନାହିଁ। ଆଉ ଶୁଣନ୍ତୁ, ଗୁଡ଼ାଏ ଶୁଣନ୍ତୁ, କିନ୍ତୁ କାହାକୁ ସମର୍ଥନ କରନ୍ତୁ ନାହିଁ। ପଞ୍ଚମସ୍ଥ ବୃହସ୍ପତି ଦୟା କରିବେ। ମାତ୍ର ନବମସ୍ଥ ଚନ୍ଦ୍ର ନିର୍ଦ୍ଦୟ ହୋଇ ଦୁଃଖର ବୋଝକୁ ମୁଣ୍ଡ ଉପରେ ଲଦିଦେବେ। ନବମସ୍ଥ ବୁଧ ସମ୍ମାନ ହାନି କରିବେ। ସବୁ ହଜିଯିବ। ଯଦି ସମ୍ମାନ ନାହିଁ ତାହେଲେ କିଛି ନାହିଁ। ପଞ୍ଚମସ୍ଥ ବୃହସ୍ପତି ସବୁ ଦେବେ, ଚନ୍ଦ୍ର ସବୁ ନେବେ। ତେଣୁ ଆଜିର କଥା ହେଲା କ'ଣ, କାହା ସାଙ୍ଗରେ ଦୁଃଖ ସୁଖ ହେଲାବେଳେ ନିଜ ପ୍ରଶଂସା କରନ୍ତୁନି, ଆଉ କମ୍ କହନ୍ତୁ, କାହାକୁ ପରାମର୍ଶ ଦିଅନ୍ତୁନି, କେଉଁଠି କଳି ମେଣ୍ଟାଇବା ପାଇଁ ଯାଆନ୍ତୁନି, ଗଲେ ମାଡ଼ ଖାଇକି ଆସିବେ। ମୀନ ପାଇଁ ଆଜି ସମ୍ମାନ ହଜିଯିବ। ଆଜି ବୁଧବାର, ମୀନ ପାଇଁ ସମ୍ମାନ ହଜିଯିବ। ଶାରୀରିକ ବାଧା ହେବ। ଆର୍ଥିକ ସମସ୍ୟା ଦୁଃଖ ଦେବ। ଧାଁ ଦୌଡ଼ା ହେତୁ ଗୋଡ଼ ଘୋଳେଇ ହେବ। ଅଷ୍ଟମସ୍ଥ ଚନ୍ଦ୍ର ହେତୁ ମନ ଠିକ୍ ରହିବ ନାହିଁ। କେବଳ କେତୁଙ୍କ କଲ୍ୟାଣ ପାଇଁ ସମସ୍ତ ଗୁରୁତର ସମସ୍ୟା ମେଣ୍ଟିଯିବ। ଅନେକ ସମସ୍ୟା ଆସିବ ଆଜି ବୁଧବାର, ଅନେକ ସମସ୍ୟା, ଆର୍ଥିକ, ଶାରୀରିକ, ମାନସିକ, ସାମାଜିକ, ପାରିବାରିକ, ସନ୍ତାନଙ୍କ ସମସ୍ୟା ଆସିବ। କେତୁ ସବୁ ସମ୍ଭାଳି ନେଇଯିବେ। କେତୁଙ୍କ କଲ୍ୟାଣରୁ ସବୁ ସୁଖ ହେବ। ଦୁଃଖ କିଛି ଆସିବନି। ସମସ୍ୟା ଭୟଙ୍କର, ମୁଣ୍ଡ ଗଣନା କରିଦେବ। ହଁ ବନ୍ଧୁ, ଆଜି ପାଇଁ ଏତିକି। ଆସନ୍ତାକାଲି ଈଶ୍ୱର କଲ୍ୟାଣ କଲେ ପୁଣି ଏହି ସମୟରେ ଦୁଃଖ ସୁଖ ହେବା। ନମସ୍କାର, ରହିଲି।